ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସାମାଜିକ ନ୍ୟାୟର ପୁନଃବ୍ୟାଖ୍ୟା ଏକ ସାମ୍ବିଧାନିକ ଆଦେଶକୁ ମୁଖ୍ୟ ପ୍ରସଙ୍ଗ ନେଇ ଜାତୀୟ ସେମିନାର ଶନିବାର ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ସେମିନାର ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ବିଷ୍ଣୁପ୍ରସାଦ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସେମିନାର ଆବାହକ ଭାବେ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ପ୍ରଫେସର ଡକ୍ଟର ପିଙ୍କି ଶର୍ମା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ସାମାଜିକ ନ୍ୟାୟ ସଂରକ୍ଷଣ ନୀତି ଏବଂ ଭାରତୀୟ ସମ୍ବିଧାନ ଉଲ୍ଲେଖ କରାଯାଇଥିବା ଆଇନ ତଥା ଅଧିକାର ଉପରେ ପ୍ରଫେସର ଶର୍ମା ତାଙ୍କର ଅନ୍ତର୍ନିହିତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଜଷ୍ଟିସ୍ ଡିପି ରାଉତରାୟ ସମସ୍ତଙ୍କ ପାଇଁ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ପାଇବାକୁ ତଥା ସମାନ ଅଧିକାର ସହ ଏକ ଭେଦଭାବମୁକ୍ତ ସମାଜ ଗଠନର ସମସ୍ତଙ୍କ ସାମୂହିକ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଅଭିଭାଷଣରେ ସମାଜରେ ପ୍ରଚଳିତ ଅନେକ ଦୃଷ୍ଟାନ୍ତମୂଳକ ପାର୍ଥକ୍ୟ ଏବଂ ଅଧିକାର ବଣ୍ଟନକୁ ନେଇ ଦେଖାଯାଇଥିବା ଅସମାନତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସତ୍ତ୍ୱେ ବିସ୍ତୃତ ନ୍ୟାୟ ପାଇଁ ଜନସାଧାରଣ ସମ୍ବିଧାନ ଉପରେ ବିଶ୍ୱାସ ରଖିଛନ୍ତି ବୋଲି ଉଲ୍ଲେଖ କରିଥିଲେ। ନାଗରିକ ହିସାବରେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସହ ସମାନ ତଥା ସମ୍ମାନର ସହ ବଞ୍ଚିବା ପାଇଁ ସାମାଜିକ ନ୍ୟାୟ ବ୍ୟବସ୍ଥାର ପରିବର୍ତ୍ତନଶୀଳ ରୂପକୁ ଉଲ୍ଲେଖ କରିଥିଲେ। ବାଲେଶ୍ୱର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏଥିରେ ଉପସ୍ଥିତ ରହିଥିଲେ।